ଭିକେ ପାଣ୍ଡିଆନ କୁ ନବୀନ ବାବୁ ନିଶ୍ଚିନ୍ତ ପ୍ରାର୍ଥୀ କରନ୍ତୁ। ସେଠି ସବୁ କଳ୍ପନା ଏବଂ ଜଳ୍ପନାର ଅନ୍ତ ଘଟିବ। ମୁଁ ଜାଣି କଣ ଘଟିଲା ଯେ ସେ ବିଜେପି କି ପଳେଇଲେ, ତା କାରଣ ହଉଛି ଭିକେ ପାଣ୍ଡିଆନ ଉପରେ ଡିଲ୍ କରିଦେଲେ। ବିଜେଡିର ପ୍ରାର୍ଥୀ କି ପଠେଇଦେଲେ ବିଜେପି କି। କାହିଁକି ତାଙ୍କର ଯୋଉ ଦୁର୍ନୀତି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ନାନା ପ୍ରକାର ହଉଛି, ତାକୁ ଘୋଡେଇବା ପାଇଁ ସେ ବିଜେପି କି ତାଙ୍କ ପ୍ରାର୍ଥୀ କି ପଠେଇଦେଲେ, ଏଇ ଯୋଉ ରାଜୁ ଢୋଲକିଆଙ୍କୁ। ଏବଂ ତାପରେ ଆସିକି ଏଠି ଖୋଜୁଛନ୍ତି ଆମ ପ୍ରାର୍ଥୀ ଖୋଜୁଛୁ, ଆମେ ପ୍ରାର୍ଥୀ ଦେବୁ। ଏବଂ ତା ସହିତ ଆମର ଆଞ୍ଚଳିକ ଦଳ ଯୋଉ ବିଜୁ ଜନତା ଦଳ, ଆମର କାହିଁକି ରାଜୁ ଢୋଲକିଆଙ୍କ ନାଁ ଯୋଉ ଜୟ ଢୋଲକିଆଙ୍କ ନାଁ କାହିଁକି ଡିକ୍ଲେୟାର କରାଗଲାନି? ଯେ ଡିକ୍ଲେୟାର କରିଦିଆ ହେଇଥାନ୍ତା, ସିଏ ଯିବା ପାଇଁ ଆଉ ଥରେ ବିଚାର କରିଥାନ୍ତେ, ନାଇଁ ମୁଁ ଯିବି ବିଜେପି ଆଡେ କି ଅଲଗା ଦଳକୁ ଯିବି ନା ନାଇଁ, ତାଙ୍କର ବିଚାର ହେଇଥାନ୍ତା, ଲୋକଲଜ୍ଜା ହେଇଥାନ୍ତା। ତେଣୁ ତାକୁ ଚାନ୍ସ ଦିଆହେଇଛି। ଜୟ ଢୋଲକିଆଙ୍କୁ ପ୍ରାୟୋଜିତ କରାଯାଇ ବିଜେପିରେ ମିଶା ଯାଇଛି ଏବଂ ବିଜେଡି କି ଡାଉନ କରିବା ପାଇଁ ପାଣ୍ଡିଆନ ଯୋଉ ଅହରହ ପ୍ରୟାସ ଯୋଉ ଏମ୍ପି ଇଲେକ୍ସନ ବେଳକୁ କରିଛନ୍ତି, ସେ ପ୍ରୟାସ ଏବେ ବଳବତ୍ତର ଅଛି। ଏବଂ ସେଇ ପରିପ୍ରେକ୍ଷୀରେ ସେ ଜୟ ଢୋଲକିଆଙ୍କୁ ବିଜେପି ପଠେଇ ଦେଇଛନ୍ତି। ଏବେ ସେଠି ଦୁର୍ବଳ ପ୍ରାର୍ଥୀ ଦେବେ, ଦୁର୍ବଳ ପ୍ରାର୍ଥୀ ଦେଲେ ଯେ ବିଜେପି ଜିତିବ ସେଇ ବିଧି ବ୍ୟବସ୍ଥା କରୁଛନ୍ତି। ଏବଂ ଯେତେବେଳେ ନବୀନ ବାବୁ ଆସିଲେ, ଓଡିଶା ଫେରିଲେ 30-40 ଦିନ ଦିଲ୍ଲୀ ରହିଲା ପରେ, ଆପଣ ଦେଖିବେ ଯୋଉ ପଛପଟ ନବୀନ ବାବୁ ତ ପପୁଲାର ଲିଡର, ଓଡିଶା 24 ବର୍ଷ ନେତୃତ୍ୱ ଦେଉଥିଲେ, ଏବେ ବିରୋଧୀ ଦଳ ନେତା ଅଛନ୍ତି। ଯେତେବେଳେ ସର୍ବମାନ୍ୟ ନେତା ବୋଲେ ସର୍ବାଧିକ ଆମେ କହୁଛେ ଏବଂ ଗଣମାଧ୍ୟମ କହୁଛି ଲିଡରସିପ, ଭଲ ଲିଡରସିପ, ସେତେବେଳେ କାହିଁକି ନବୀନ ବାବୁଙ୍କୁ ପଛପଟ ଗେଟ୍ ପଟେ ନିଆଗଲା ଚାର୍ଟର ଫ୍ଲାଇଟ ଦିଲ୍ଲୀରୁ ଆସିଲା ପରେ? ଏବଂ ଦେଖିଥିବେ ସେଠି ଦୌଡ଼ି ଦୌଡ଼ି ଯାଇ ନବୀନ ବାବୁଙ୍କ ଗାଡିରେ ପଛପଟେ ବସି ପଡ଼ିଲେ ପାଣ୍ଡିଆନ। ତେଣୁ ଏସବୁ ରଣକୌଶଳ ପାଣ୍ଡିଆନ ନିଜ ଯୋଉ ଦୁର୍ନୀତିକୁ ଘୋଡେଇବା ପାଇଁ, ଦୁର୍ନୀତିକି ଚାପିବା ପାଇଁ ଏବଂ ତାଙ୍କର ସଲାସୁତରା ବିଜେପି ସହିତ ରଖିଛନ୍ତି ଏବଂ ବିଜେଡି କି ଦୁର୍ବଳ କରୁଛନ୍ତି।